ଦେଖନ୍ତୁ ଗୃହରେ ଯେତେବେଳେ ଆଲୋଚନା ହେଉଥିଲା ଏ ବଜେଟ୍ ପୂର୍ବରୁ ନା ଏ ଅଧିବେଶନ ପୂର୍ବରୁ ଆଗ ଅଧିବେଶନରେ ବି ଆଲୋଚନା ହେଇଛି ମେଗା ପ୍ରକଳ୍ପ ଗୋଟେ ହେଉଛି ଓଡ଼ିଶାର ମୁଣ୍ଡ ବଥାର କାରଣ। କାମ କିଛି ହେଇନି, 90% ବିଲ୍ ତାଙ୍କର ପେମେଣ୍ଟ ହେଇଯାଇଛି। ଏଇଟା ତ ଗୋଟେ ମୁଖ୍ୟ ପୂର୍ବ ସରକାର କରିଛନ୍ତି। ପୂର୍ବ ସରକାର କରୁଥିବାରୁ ଆଜି ଦେଖନ୍ତୁ ଧୀରେ 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 ସେ ଘର ଭୁଷୁଡ଼ି 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 ଚାଲିଛି। ତାଙ୍କର କର୍ମର ଫଳ ସେମାନେ ଭୋଗ କରୁଛନ୍ତି। ତେଣୁ ଏବର ସରକାର 16 ମାସ ଭିତରେ এপর্যন্ত কৌশি যাঞ্চ করুনাহান্তি বা যে সরকারি ধলা বাবু মানে এতে সম্পৃক্ত অনেক কেবল কোম্পানি দোষ দেলে চলবনি। কার্য করিবার দায়িত্ব হচ্ছে রাজ্য সরকারଙ୍କର এবং তাଙ୍କର যে বিধি ব্যবস্থা আছে সরকারি কর্মচারী মানଙ୍କର। কিন্তু ସେମାନେ କରୁଛନ୍ତି କ'ଣ? ସେମାନେ এপর্যন্ত କ'ଣ ପାଇଁ କରୁଛନ୍ତି? ମୋ ଅଞ୍ଚଳରେ ମଧ୍ୟ ମେଗା ପ୍ରକଳ୍ପ ବର୍ତ୍ତମାନ ବିଫଳ। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ସମୟରେ ଆପଣ ନଳକୂପରୁ ଦେଖିବେ ଲୁଣା ପାଣି ବାହାରୁଛି। ସେଠି ମେଗା ପ୍ରକଳ୍ପ ଆବଶ୍ୟକତା ରହିଛି। ଏପର୍ଯ୍ୟନ୍ତ 30% କାମ ବି ହେଇନି, କିନ୍ତୁ କାଗଜ କଲମ ଆପଣ ଦେଖିବେ ପ୍ରସ୍ତୁତ ହେଇଥିବ 70-80% କାମ ହେଇଯାଇଛି। ତେଣୁ ମାନ୍ୟବର ମନ୍ତ୍ରୀ ମହୋଦୟଙ୍କୁ ମୁଁ ବି ନିବେଦନ କରିଛି, ଆପଣ ଥରେ ଆସନ୍ତୁ, ଥରେ ପରିକ୍ରମାରେ ଆମେ ଯିବା, ଦେଖିବେ ପ୍ରକୃତରେ ଯୋଉ କଥା କହୁଛନ୍ତି ସେଟା ସତ ନା ଯୋଉ ତଥ୍ୟ ଦେଇଛନ୍ତି ସେଟା ସତ, ତାପରେ ଯାଇକି ବିଚାର ବିମର୍ଶ କରିବା। 2027 ସୁଦ୍ଧା ମେଗା ସମସ୍ତ ଘର ଘର ପାଣି ଯିବ ବୋଲି ମନ୍ତ୍ରୀ କହିଲେ, କିପରି ସମ୍ଭବ ନୁହେଁ। ମୁଁ ସେଥିରେ ଏକମତ ହେଇପାରୁନି, କାରଣ ତ 2025 ସରିଗଲା, 26-27 ଭିତରେ ହବନି। ଯୋଉଟା ଗୋଟେ କହନ୍ତି ଯାହା ନ ହେଇଛି ବାଳ କାଳେ ଆଉ ତାହା ହବ କ'ଣ ପାକଲା ବାଳେ। ଯେ ଯୋଉଟା ହେଇପାରିନି ସେ କେବେ ବି ହବନି। ସେ ପଇସା ଅଲରେଡି ପେମେଣ୍ଟ ହେଇଛି। ସେ କମ୍ପାନୀ ବର୍ତ୍ତମାନ ବେଡିଂ ବାନ୍ଧିକି ବସୁଛନ୍ତି, କୋଉ ମୁହୂର୍ତ୍ତରେ ଓଡ଼ିଶା ରାଜ୍ୟ ଛାଡ଼ିକି ଏଠୁ ସେ ଫସିଯିବେ। ତାଙ୍କୁ ବି ତାଙ୍କ ପାଇପ୍ ଫାଇପ୍ ଅଟକିକି ବହୁ ଜାଗାରେ ଲୋକ ସବୁ ହେଜିଟେସନ କରୁଛନ୍ତି, ଅଟକଉଛନ୍ତି ଏବଂ ତାଙ୍କୁ ତାଗିଦ ବି କରୁଛନ୍ତି। ତେଣୁ ଯଦି ରାଜ୍ୟ ସରକାର ସେଥିପ୍ରତି ଗୁରୁତ୍ୱ ନ ଦେବେ, ପାନୀୟ ଜଳରୁ ଲୋକ ବଞ୍ଚିତ ହେବେ, ତାଙ୍କ ରାଜକୋଷରୁ ଖର୍ଚ୍ଚ ହେଇଥିବା କୋଟି କୋଟି ଟଙ୍କା